କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପଡ଼ା ରୋଡ ଠାରେ 28ତମ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳନ ହୋଇଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାନସଭାର ମାନ୍ୟବର ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି ଉପସ୍ଥିତ ରହି ବିଜୁ ପ୍ରେମୀମାନଙ୍କୁ ଏକ ହୋଇ ପୁଣି ଥରେ 2027 ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଜିତେଇବାକୁ କହିଥିଲେ ଏବଂ ଚଳିତ ସରକାର ଓଡ଼ିଶା ସରକାର ବିଜେପି ସରକାର ସବୁ କାର୍ଯ୍ୟରେ ଅସଫଳ ହୋଇଥିବା ବେଳେ ଲୋକଙ୍କୁ ଠକି ମିଛ ପ୍ରତିଶ୍ରୁତି ଦେଇ ଶାସନକୁ ଆସିଥିବା କଥା କହିଥିଲେ। ସମ୍ମାନିତ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ମହାନ୍ତି ଉପସ୍ଥିତ ରହି ବିଜେପି ସରକାର ସମୟରେ ଦରଦାମ ଅଣାୟତ୍ତ ହୋଇଥିବା ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ କଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କୁନି ସାହୁ, ରାଜ୍ୟ ସରପଞ୍ଚ ସଂଘ ସଭାପତି ଶ୍ରୀଯୁକ୍ତ ରୋମାଞ୍ଚନ ସାହୁ, କଲାମୁଣ୍ଡା ବ୍ଲକ ବିଜୁ ଜନତା ଦଳ ବ୍ଲକ ସଭାପତି ସୁରେନ୍ଦ୍ର ସାହୁ, ନର୍ଲା ବ୍ଲକ ମହିଳା ସଭାନେତ୍ରୀ ପ୍ରମିଳା ପ୍ରଧାନ, ପୂର୍ବତନ ନର୍ଲା ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ଶ୍ରୀଯୁକ୍ତ ନୀଳମଣି ସାହୁ କେସିଙ୍ଗା ଜୋନ୍, ଜିଲ୍ଲା ପରିଷଦ ଶ୍ରୀମତୀ ଦୀପାଞ୍ଜଳି ସାହୁ, ନର୍ଲା ଜୋନ୍ ଜିଲ୍ଲା ପରିଷଦ ଶ୍ରୀମତୀ ନମ୍ରତା ସାହୁ, ନର୍ଲା ଜୋନ୍ 3 ଜିଲ୍ଲା ପରିଷଦ ଶ୍ରୀମତୀ ଲିଲିଦି, କଲାମୁଣ୍ଡା ଜୋନ୍ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ମହେନ୍ଦ୍ର ରଣା, ମହରାମପୁର ଜିଲ୍ଲା ପରିଷଦ ଶ୍ରୀମତୀ ମଞ୍ଜୁଲତା ଧରୁଆ, ନର୍ଲା ବ୍ଲକ ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ, ମହରାମପୁର ବ୍ଲକ ଯୁବ ସଭାପତି ସତ୍ୟନାରାୟଣ ସାହୁ, ନର୍ଲା ବ୍ଲକ ଯୁବ ସଭାପତି ବିଜୟ ଧଙ୍ଗଡ଼ା ମାଝୀ, କଲାମୁଣ୍ଡା ଛାତ୍ର ସଭାପତି ଅଜିତ କୁମାର ସାହୁ, ଉପସଭାପତି ଗୋବିନ୍ଦ ତାଣ୍ଡି, ନର୍ଲା ନିର୍ବାଚନ ଛାତ୍ର ସଭାପତି ଦେବେନ୍ଦ୍ର କୁମାର, ନର୍ଲା ବ୍ଲକ ଛାତ୍ର ସଭାପତି ଘାସିରାମ, କେସିଙ୍ଗା ବ୍ଲକ ଯୁବ ସଭାପତି କୋଦଣ୍ଡ ସାହୁ, ଛାତ୍ର ସଭାପତି ଶୁଭେନ୍ଦୁ କୁମାର ସାହୁ, ବିଜେଡିର ବରିଷ୍ଠ ନେତା ପରଶୁରାମ ପାଢ଼ୀ, ଦେବେନ୍ଦ୍ର ସା ଏବଂ ଶତାଧିକରୁ ଉର୍ଦ୍ଧ୍ୱ ବିଜୁ ଜନତା ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ। ନର୍ଲା ବ୍ଲକରୁ ଚର୍ଚ୍ଚା ଟିଭି ମାନସ ପତ୍ର, ଗୋପାଳ ନାଗ।